ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମିଳନୀ ଭୁବନେଶ୍ୱରଠାରେ ଆରମ୍ଭ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ସମ୍ବନ୍ଧୀୟ ଦୁଇଟି ଯାକ ବିଲ୍ ଉପରେ ବିଚାର ବିମର୍ଶ କରୁଛି ଜେପିସି। ସଡ଼କ ଦୁର୍ଘଟଣାରେ ଗତବର୍ଷ 1,80,000 ଲୋକଙ୍କର ମୃତ୍ୟୁ ହୋଇଛି, ସୂଚନା ଦେଲେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ। ମହାକୁମ୍ଭମେଳା ଅବସରରେ ଶ୍ରଦ୍ଧାଳୁଙ୍କ ଗମନାଗମନକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ସେଠାରେ ଚଳାଚଳ କରିବ ବିଦ୍ୟୁତ୍ ଚାଳିତ ବସ୍ ଏବଂ ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଏକ ଆଧୁନିକ ସମାବେଶୀ ଏବଂ ପ୍ରଗତିଶୀଳ ସମାଜ ଗଠନ ଦିଗରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ମୁକାବିଲା ଲକ୍ଷ୍ୟରେ ଭାରତ କାର୍ଯ୍ୟ କରୁଛି। ବୈଶ୍ୱିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମର ଅନୁସନ୍ଧାନମୂଳକ କାର୍ଯ୍ୟକଳାପ ବିକାଶ ଦିଗରେ ଅଗ୍ରଗତି କରୁଛି ବୋଲି ସେ କହିଛନ୍ତି। ଭୁବନେଶ୍ୱରଠାରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମିଳନୀର ଯୁବ ପ୍ରବାସୀ ଦିବସ କନ୍ଭେନ୍ସନକୁ ସମ୍ବୋଧନ କରି ଡକ୍ଟର ଜୟଶଙ୍କର ଏହା କହିଛନ୍ତି। ବୈଷୟିକ ଜ୍ଞାନକୌଶଳ ଏବଂ ପରମ୍ପରାର ସୁରକ୍ଷା ଉଭୟ କ୍ଷେତ୍ରରେ ଭାରତ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। ଅମୃତକାଳରେ ବିକଶିତ ଭାରତ ସ୍ୱପ୍ନ ହାସଲ ପାଇଁ ଭାରତ ଯାତ୍ରା ଜାରି ରଖିଛି। ଏଭଳି ପ୍ରୟାସ ଭବିଷ୍ୟତ ପିଢ଼ି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ, ପବିତ୍ର ମାର୍ଘେରିଟା, ଡକ୍ଟର ମନସୁଖ ମାଣ୍ଡବ୍ୟ, ରକ୍ଷା ନିଖିଲ ଖଡ଼ସେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ 18ତମ ପ୍ରବାସୀ ଭାରତୀୟ ସମ୍ମିଳନୀ ଆଜିଠାରୁ ଭୁବନେଶ୍ୱରଠାରେ ଆରମ୍ଭ ହୋଇଛି। ଓଡ଼ିଶା ସରକାରଙ୍କ ସହଯୋଗରେ ଆୟୋଜିତ ଏହି ସମ୍ମିଳନୀକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ 17ଟି ରାଷ୍ଟ୍ରର ପ୍ରାୟ 6,000 ପ୍ରବାସୀ ଭାରତୀୟ ଯୋଗ ଦେଉଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ସମ୍ମିଳନୀ ଅବସରରେ ବିକଶିତ ଭାରତ ଗଠନରେ ପ୍ରବାସୀ ଭାରତୀୟଙ୍କ ଅବଦାନ ଶୀର୍ଷକ ଆଲୋଚନା ଆୟୋଜିତ ହେବ। ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ସମ୍ମିଳନୀର ଆୟୋଜନ କରାଯାଇଛି। ରାଜ୍ୟର ସମୃଦ୍ଧ କଳା, ସଂସ୍କୃତି ଏବଂ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏହି ସମ୍ମିଳନୀ ଏକ ଉତ୍କୃଷ୍ଟ ଅବସର ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଥମେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଆଭାସୀ ମାଧ୍ୟମରେ ନିରନ୍ତର ବିକାଶ, ଶିଳ୍ପ ଅଭିବୃଦ୍ଧି ଏବଂ ଭିତ୍ତିଭୂମି ବିକାଶ ସମ୍ପର୍କିତ 2 ଲକ୍ଷ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ପୁଡ଼ିମାଡ଼ାକାଠାରେ 1,85,000 କୋଟି ଟଙ୍କାର ଅତ୍ୟାଧୁନିକ ଗ୍ରୀନ୍ ହାଇଡ୍ରୋଜେନ୍ ହବ୍ର ଶିଳାନ୍ୟାସ ମଧ୍ୟ କରିବେ। 20 ଗିଗାୱାଟ୍ ଅକ୍ଷୟଶକ୍ତି କ୍ଷମତା ସମ୍ପନ୍ନ 1,500 ଟିପିଟି ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ମିଥାନଲ୍, ଗ୍ରୀନ୍ ୟୁରିଆ ଏବଂ ନିରନ୍ତର ବିମାନ ଇନ୍ଧନ ଭଳି ପ୍ରକଳ୍ପ ଏଥିରେ ଅନ୍ତର୍ଭୁକ୍ତ। ବିଶାଖାପାଟଣାଠାରେ ଆଜି ସନ୍ଧ୍ୟାରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏବଂ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ସହ ଏକ ରୋଡ୍ ଶୋରେ ଯୋଗଦେବେ। ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଇଞ୍ଜିନିୟରିଂ ପଡ଼ିଆରେ ସାଧାରଣ ସଭାକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଆଭାସୀ ଜରିଆରେ ବିଶାଖାପାଟଣା ଦକ୍ଷିଣତଟ ରେଳପଥ ମୁଖ୍ୟାଳୟ ସମେତ 19,500 କୋଟି ଟଙ୍କାର ବିଭିନ୍ନ ରେଳ ଏବଂ ସଡ଼କ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଭୁବନେଶ୍ୱରଠାରେ ପହଞ୍ଚି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏକ ଦେଶ ଏକ ନିର୍ବାଚନ ସମ୍ବନ୍ଧୀୟ ଦୁଇଟି ଯାକ ବିଲ୍ ଉପରେ ବିଚାର ବିମର୍ଶ ଲାଗି ନୂଆଦିଲ୍ଲୀଠାରେ ଯୁଗ୍ମ ସଂସଦୀୟ କମିଟି ଜେପିସିର ପ୍ରଥମ ବୈଠକ ଅନୁଷ୍ଠିତ ହେଉଛି। ବୈଠକର ଅବ୍ୟବହିତ ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇ କମିଟିର ଅଧ୍ୟକ୍ଷ ତଥା ବିଜେପି ସାଂସଦ ପିପି ଚୌଧୁରୀ କହିଛନ୍ତି, ଆଇନ ତଥା ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଦୁଇଟି ଯାକ ବିଲ୍ର ଧାରାଗୁଡ଼ିକ ସମ୍ପର୍କରେ ଆଜି କମିଟିର ସଦସ୍ୟଙ୍କୁ ଅବଗତ କରାଯିବ। ସମାଜର ବିଭିନ୍ନ ବର୍ଗ, ଆଇନ ବିଶେଷଜ୍ଞ ଏବଂ ଅନ୍ୟ ଅଂଶୀଦାରମାନଙ୍କଠାରୁ କମିଟି ମତାମତ ଗ୍ରହଣ କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ପାଇଁ ପଦକ୍ଷେପ ଗ୍ରହଣ କରାଯିବ। 39 ଜଣିଆ କମିଟିରେ ଲୋକସଭାର 27 ଜଣ ଏବଂ ରାଜ୍ୟସଭାର 12 ଜଣ ସଦସ୍ୟ ରହିଛନ୍ତି। ସଂସଦର ଆଗାମୀ ଅଧିବେଶନର ଶେଷ ସପ୍ତାହର ପ୍ରଥମ ଦିନ ସୁଦ୍ଧା କମିଟି ତାର ରିପୋର୍ଟ ପ୍ରଦାନ କରିବା ନେଇ ସମୟସୀମା ଧାର୍ଯ୍ୟ ହୋଇଛି। ସୂଚନାଯୋଗ୍ୟ, ସମ୍ବିଧାନ 129ତମ ସଂଶୋଧନ ବିଲ୍ 2024 ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ୍ 2024 ଉପରେ ବୈଠକରେ ଆଲୋଚନା ଚାଲିଛି। ଆସାମର ଦିମାଦାସାଓ ଜିଲ୍ଲାର ଓମ୍ରାଂସୋ କୋଇଲା ଖଣିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସେଠାରେ ଅଟକି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ସେନା ଏବଂ ଅର୍ଦ୍ଧସାମରିକ ବାହିନୀ ନିୟୋଜିତ ଅଛନ୍ତି। ଆସାମ ସରକାର ନୌସେନାର ମଧ୍ୟ ସହାୟତା ଲୋଡ଼ିଛନ୍ତି। ପାଣି ଭର୍ତ୍ତି ହୋଇଯାଇଥିବା କୋଇଲା ଖଣିରୁ ଆଜି 21 ଜଣ ପାରା ଡାଇଭର ଜଣେ କୋଇଲା ଖଣି କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି। 48 ଘଣ୍ଟାରୁ ଅଧିକ ସମୟ ଧରି ଉଦ୍ଧାର କାର୍ଯ୍ୟ ଚାଲିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ପାଇଁ ସରକାର ସର୍ବାଧିକ 1.5 ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି। ତେବେ ହିଟ୍ ଆଣ୍ଡ ରନ୍ ମାମଲାରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ 2 ଲକ୍ଷ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି। ସଡ଼କ ସୁରକ୍ଷା ଉପରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଗତବର୍ଷ ସଡ଼କ ଦୁର୍ଘଟଣାରେ ପ୍ରାୟ 1,80,000 ଲୋକଙ୍କର ମୃତ୍ୟୁ ହୋଇଛି। ହେଲମେଟ୍ ବ୍ୟବହାର ନ କରିବା କାରଣରୁ ପାଖାପାଖି 30,000 ଲୋକ ପ୍ରାଣ ହରାଇଥିବା ଜଣାପଡ଼ିଛି। ସେଥିମଧ୍ୟରେ 18ରୁ 34 ବର୍ଷ ବୟସ ବର୍ଗର 66% ନାଗରିକ ଥିବା ଜଣାପଡ଼ିଛି। ଦେଶରେ ସର୍ବଭାରତୀୟ ସ୍ତରରେ ଡ୍ରାଇଭିଂ ତାଲିମ ଅନୁଷ୍ଠାନ ଡିଟିଆଇ ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ଅନୁଷ୍ଠାନ ସ୍ୱୟଂଚାଳିତ ପରୀକ୍ଷା କେନ୍ଦ୍ର ଏବଂ ଏ ସଂକ୍ରାନ୍ତ ସମନ୍ୱୟ ଭିତ୍ତିଭୂମିର ବିକାଶ ପାଇଁ କାର୍ଯ୍ୟ କରିବ। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଗାଡ଼ି ଚାଳନା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଲାଗି ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପରିବହନ ମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ସଡ଼କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି ବୋଲି ଶ୍ରୀ ଗଡ଼କରୀ କହିଛନ୍ତି। ସଡ଼କ ପରିବହନ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଏବଂ ଏ ଦିଗରେ ରହିଥିବା ଆହ୍ୱାନଗୁଡ଼ିକର ମୁକାବିଲା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ମନ୍ତ୍ରୀ ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଆୟୋଜିତ ହେବାକୁ ଥିବା ମହାକୁମ୍ଭମେଳା ଅବସରରେ ଶ୍ରଦ୍ଧାଳୁଙ୍କ ଗମନାଗମନକୁ ଦୃଷ୍ଟିରେ ରଖି ରାଜ୍ୟ ସଡ଼କ ପରିବହନ ନିଗମ ବିଦ୍ୟୁତ୍ ଚାଳିତ ବସ୍ ଚଳାଇବାକୁ ନିଷ୍ପତ୍ତି ନେଇଛି। ଶ୍ରଦ୍ଧାଳୁଙ୍କର ଗମନାଗମନକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ 7,000 ଗ୍ରାମୀଣ ବସ୍ ଏବଂ 350ଟି ସଟଲ୍ ବସ୍ ଚଳାଚଳ କରିବ। ବସ୍ ଚଳାଚଳ ପାଇଁ ଅସ୍ଥାୟୀ ବସ୍ଷ୍ଟାଣ୍ଡ ମଧ୍ୟ ନିର୍ମାଣ କରାଯାଉଛି। ଯାତ୍ରୀଙ୍କୁ ସହାୟତା ପ୍ରଦାନ କରିବା ଲକ୍ଷ୍ୟରେ ଟୋଲ୍ ଫ୍ରି ନମ୍ବର ଏବଂ ହ୍ୱାଟ୍ସଆପ୍ ନମ୍ବର ମଧ୍ୟ ଜାରି କରାଯାଇଛି। ମେଳା ଅଞ୍ଚଳ ବିଶେଷକରି ସଙ୍ଗମ ଆଖପାଖ ଅଞ୍ଚଳରେ ପୁଲିସ୍ ପକ୍ଷରୁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆସନ୍ତା 13 ତାରିଖରୁ ଫେବୃଆରୀ 26 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମାବେଶରେ ଦେଶ ବିଦେଶରୁ ପ୍ରାୟ 45 କୋଟି ଶ୍ରଦ୍ଧାଳୁ ସମାଗମ ହେବା ନେଇ ରାଜ୍ୟ ସରକାର ଆକଳନ କରିଛନ୍ତି। ଆମେରିକାର ଭର୍ଜିନିଆ ରାଜ୍ୟ ବିଧାନସଭା ପାଇଁ ଅନୁଷ୍ଠିତ ସ୍ୱତନ୍ତ୍ର ନିର୍ବାଚନରେ 2 ଜଣ ଭାରତ ଆମେରିକୀୟ ପ୍ରାର୍ଥୀ କନ୍ନନ ଶ୍ରୀନିବାସନ ଏବଂ ଜେ ସିଂ ବିଜୟୀ ହୋଇଛନ୍ତି। ଶ୍ରୀନିବାସନ ରାଜ୍ୟ ସିନେଟ୍କୁ ନିର୍ବାଚିତ ହୋଇଥିବା ବେଳେ ଶ୍ରୀ ସିଂ ଷ୍ଟେଟ୍ ହାଉସ୍ ଅଫ୍ ଡେଲିଗେଟ୍ସକୁ ନିର୍ବାଚିତ ହୋଇଛନ୍ତି। ଶ୍ରୀନିବାସନ ଆମେରିକା ଯିବା ପୂର୍ବରୁ ଭାରତରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ଭର୍ଜିନିଆରେ ଜନ୍ମଗ୍ରହଣ କରିଥିବା ଜେ ସିଂ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଅଧୀନରେ ହ୍ୱାଇଟ୍ ହାଉସ୍ ଅଫିସ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ବଜେଟ୍ରେ କାର୍ଯ୍ୟ କରିଥିଲେ। ମାଲେସିଆର କ୍ୱାଲାଲମ୍ପୁରଠାରେ ଚାଲିଥିବା ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର ଧ୍ରୁବ କପିଳା ଏବଂ ତନିଷା କ୍ରାଷ୍ଟୋ ମିଳିତ ବର୍ଗରେ ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଏହି ଯୋଡ଼ି ଆସନ୍ତାକାଲି ଚୀନ୍ ପ୍ରତିପକ୍ଷଙ୍କୁ ଭେଟିବେ। ଦକ୍ଷିଣ କୋରିଆ ଯୋଡ଼ିଙ୍କୁ 21-13 ଏବଂ 21-14 ସେଟ୍ରେ ପରାସ୍ତ କରି ଭାରତୀୟ ଯୋଡ଼ି ପ୍ରି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଭାରତର ଆଧ୍ୟା ଭରିୟାତ ଏବଂ ସତୀଶ କରୁଣାକରନଙ୍କ ଯୋଡ଼ି ମିଳିତ ବର୍ଗରେ ମଧ୍ୟ ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ପୁରୁଷ ଏକକ ବର୍ଗରେ ପ୍ରିୟାଂଶୁ ରାଜବତ ପ୍ରଥମ ରାଉଣ୍ଡରେ ପରାଜିତ ହୋଇଛନ୍ତି। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ଆଜି 2ଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ଗୋନାସିକା ହକି ଦଳ ତାମିଲନାଡୁ ଡ୍ରାଗନ୍ସକୁ ଭେଟୁଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ୟୁପି ରୁଦ୍ରସ୍ ଏବଂ ହାଇଦ୍ରାବାଦ ତୋଫାନ୍ସ ମଧ୍ୟରେ ମୁକାବିଲା ହେବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ କଳିଙ୍ଗ ଲାନ୍ସର୍ସ ବିଜୟୀ ହୋଇଥିଲା। ରାଉରକେଲାର ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ କଳିଙ୍ଗ ଲାନ୍ସର୍ସ ସାଚି ରାହା ବେଙ୍ଗଲ ଟାଇଗର୍ସକୁ 6-0 ଗୋଲ୍ରେ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଛି। କଳିଙ୍ଗ ଲାନ୍ସର୍ସର କ୍ରିଷ୍ଣନ ବାହାଦୁର ପାଠକ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମିଳନୀ ଭୁବନେଶ୍ୱରଠାରେ ଆରମ୍ଭ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ସମ୍ବନ୍ଧୀୟ 2ଟି ଯାକ ବିଲ୍ ଉପରେ ବିଚାର ବିମର୍ଶ କରୁଛି ଜେପିସି। ସଡ଼କ ଦୁର୍ଘଟଣାରେ ଗତବର୍ଷ 1,80,000 ଲୋକଙ୍କର ମୃତ୍ୟୁ ହୋଇଛି, ସୂଚନା ଦେଲେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ। ମହାକୁମ୍ଭମେଳା ଅବସରରେ ଶ୍ରଦ୍ଧାଳୁଙ୍କ ଗମନାଗମନକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ସେଠାରେ ଚଳାଚଳ କରିବ ବିଦ୍ୟୁତ୍ ଚାଳିତ ବସ୍ ଏବଂ ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ଆଜି ଖେଳାଯିବ 2ଟି ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।